ଛାଡ଼ି ଦିଅ ମୁଁ ଆମ ଘରକୁ ଚାଲିଯିବି। ଏ ବାଲ୍ମୀକି ବ୍ରହ୍ମ ଘରକୁ ଏଣ୍ଟ୍ରି ଅଛି, ହେଲେ ଏକ୍ସିଟ୍ ବାଟ ନାହିଁ ଭାଇ। এই ঘর ভিতরে ମୋ ଫାର୍ଷ୍ଟ ଲଭର ସ୍ୱପ୍ନାକୁ 17 ପିସ୍ କରି କାଟିଦିଏ। ସେ ଦିନେ ତୋରି ବରି କହୁଥିଲା ପ୍ଲିଜ ବାଲ୍ମୀକି ପ୍ଲିଜ ତମେ ମତେ ଛାଡ଼ି, ହେଲେ ମୁଁ ତା କଥା ଶୁଣିବନି। 17 ପିସ୍ କରି କାଟିବା ପରେ ତାକୁ ଗୋଟେ ଅଖା ଭିତରେ ପୁରେଇ ଫ୍ରିଜ ଭିତରେ ରଖିଦିଏ। ସେଇ ଫ୍ରିଜରେ ପ୍ରତିଦିନ ଗୋଟେ ଗୋଟେ ପିସ୍ କରି ଫ୍ରିଜ ଉପରୁ ତଳକୁ ଫୋପାଡ଼ି ଦଉଛି। ଆଉ ରବି ଆଜି ଶୋଇଥିଲା ବେଳେ ତା ମୁହଁରେ ତକିଆ ଚାପି ତମେ ଏମିତି କଣ ସବୁ କହି ଯାଉଛ? ସତ କଥା ନାଲ ମୁଁ ଗୋଟାଏ ପ୍ରେମ ସୁନ୍ଦରୀ ଝିଅମାନଙ୍କୁ ପ୍ରେମ ଦଳରେ ଫସାଇ ସେମାନଙ୍କୁ ସର୍ବସ୍ୱ ଲୁଟିବା ମୋ କାମ। ତାମାନେ ପ୍ରେମ ମୋ ପାଇଁ ଗୋଟେ ଅଦିନିଆ ଦୀପାବଳି। ସେ ଦୀପାବଳିକୁ ମୁଁ ସେଲିବ୍ରେସନ କରିବା ପାଇଁ ଖୁବ୍ ଭଲ। ମୋତେ ତମ ଜୀବନଠାରୁ ଅଧିକ ତମକୁ ଭଲ ପାଏ। ଆରେ ସେମାନେ ବି ମତେ ଭଲ ପାଉଥିଲେ, ହେଲେ ମୋ ଉପରେ ଭରସା କରି ଆଜି ଆକାଶର ତାରା ହେଇଗଲେ। କାହାକୁ ଏ ହୋଟେଲ ଦେଖି ଦେଲା ପରେ ତଳକୁ ଠେଲି ଯାଇଛି ତ, କାହାକୁ ଏ ଘର ଭିତରେ 17 ପିସ୍ କରି କାଟି ଯାଇଛି। ଖାଲି ସେତିକି ନୁହଁ, ତମ ପୂର୍ବରୁ ମୋ 7ଟା ଝିଅଙ୍କୁ ମର୍ଡର ବି କରିଛି। ଖାଲି ମର୍ଡର କରିନି, ମର୍ଡର କରି ସାରିବା ପରେ ସେମାନଙ୍କ ଫଟୋରେ ଫୁଲମାଳ ଦେଇ ଅଶ୍ରୁର ଶ୍ରଦ୍ଧାଞ୍ଜଳି ବି ଜାଣି। ଦେଖିବ 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 ସେମାନଙ୍କ ଫଟୋରେ କେମିତି ଫୁଲମାଳ ଦେଇଛି ଦେଖିବ। ଦେଖ ମତେ ଆଇ ଲଭ୍ ୟୁ କହିଥିବା ସୁନ୍ଦରୀ ମାନଙ୍କୁ ମୁଁ କେମିତି ଶାନ୍ତିରେ ଶୁଆଇ ଦେଇଛି। ସେମାନଙ୍କ ଫଟୋରେ କେମିତି ଫୁଲମାଳ ଦେଇଛି ଦେଖ। ଭଗବାନ ତମେ ମଣିଷ ନା ପାଗଳ? ଓ ପ୍ରେମିକ ପ୍ରେମିକ ଓ ବ୍ରଦର ମୁଁ ଗୋଟାଏ ବିଷଧର ସାପ। ସୁନ୍ଦରୀ ଝିଅମାନଙ୍କୁ ପ୍ରେମ ଦଳରେ ଫସାଇ ସେମାନଙ୍କୁ ଧ୍ୱଂସନ କରିବା ପାଇଁ ମୁଁ ଖୁବ୍ ଭଲ। ଛାଡ଼ ଛାଡ଼ ମୋ ହାତ। ଆଜିଠାରୁ ମୁଁ ତମକୁ ଘୃଣା କରୁଛି। ମୋ ଆଇ ଲଭ୍ ୟୁ ଟାଇ ହେଟରେ ବଦଳି ଯାଇଛି। ମୁଁ ତମକୁ କରିସାରିଛି। ଏବେ ଏଇ ମୁହୂର୍ତ୍ତରେ ମୁଁ ଏ ଘର ଛାଡ଼ି ଚାଲିଯିବି ମୁଁ। आज यमुना की ये फरियाद है, जरा सर को झुकाओ वासुदेव जी, वो तेरी टोकरी में फिर लौटी तुमने मुझे प्रेम से। आज यमुना की ये फरियाद है, जरा सर को झुकाओ वासुदेव जी, जरा सर को झुकाओ वासुदेव जी। तेरी टोकरी में त्रिलोकीनाथ है, चूम ले दो चरण मुझे प्रेम से।
जन्म पृथ्वी पर धर्म को पुनः स्थापित करने के लिए ही हुआ किंतु अभी समय कम है पिताजी इससे पहले कि कंस यहाँ आए आप मुझे लेकर यमुना पार चले जाइए और वहां गोकुल में अपने भाई नंद के संरक्षण में मुझे छोड़ उनके यहाँ जन्मी पुत्री को यहाँ ले आइए न जाने क्यों देवकी के विदा होने पर मेरा मन विचलित हो रहा है। मैं देवकी को उसके ससुराल तक पहुंचा कर आऊंगा। क्यों इतना खुश है? सावधान जिस बहन को तू इतना प्यार करता है उसी के गर्भ से जन्म लेने वाला आठवां तेरी मृत्यु का कारण बनेगा। सबसे प्रबल शास्त्र रचित इस युग की सबसे शुभ घड़ी आ गई। प्रारंभ हो गया दिव्य संध्या।